ଇନ୍ଫୋସିଟି ଥାନା ପୋଲିସ ଅଭିଯୋଗକାରୀ ଯଶବନ୍ଧୁ ବେହେରାଙ୍କ ଏତଲା ଆଧାରରେ ତଦନ୍ତ କରିବା ସହ ଅଭିଯୁକ୍ତ ନେହେରୁ ମହାନ୍ତି, ଉଗ୍ରସେନ ମୁଦୁଲି ଓ ହୃଦାନନ୍ଦ ଭୋଇଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି। ସୂଚନାଯୋଗ୍ୟ ଯେ ଗତ 7/8/2024 ତାରିଖ ରାତି ପ୍ରାୟ 10ଟାରେ ଶିଖରଚଣ୍ଡୀ ପାହାଡ଼ରେ ମୁଖ୍ୟ ଫାଟକରେ ନିୟୋଜିତ ହୋଇଥିବା ସୁରକ୍ଷାକର୍ମୀମାନେ ସେଠାରେ ଥିବା ଜଳକୁ ବେପରୁଆ ଭାବରେ ବ୍ୟବହାର କରୁଥିଲେ। ଏହା ଦେଖି ଅଭିଯୋଗକାରୀ ସେମାନଙ୍କୁ ସଠିକ୍ ଭାବରେ ଜଳକୁ ବ୍ୟବହାର କରିବାକୁ ଓ ଅନାବଶ୍ୟକ ଭାବରେ ନଷ୍ଟ ନ କରିବାକୁ କହିଥିଲେ, ଯାହାଫଳରେ ପାହାଡ଼ ପାର୍ଶ୍ୱରେ ହୋଇଥିବା ବୃକ୍ଷରୋପଣ ଯଥେଷ୍ଟ ଜଳ ପାଇପାରିବ। ଗତକାଲି 8/4/2024 ତାରିଖ ସନ୍ଧ୍ୟା ସମୟରେ ଏହି ଘଟଣାକୁ କେନ୍ଦ୍ର କରି ଅଭିଯୋଗକାରୀ ଯଶବନ୍ଧୁ ବେହେରା ସ୍ଥାନୀୟ ବଜାରକୁ ଯାଇଥିବା ସମୟରେ ଅଭିଯୁକ୍ତମାନେ ତାଙ୍କୁ ଧମକ ଦେଇଥିଲେ ଏବଂ ରାତି ପ୍ରାୟ 10ଟାରେ ଅଭିଯୋଗକାରୀ ତାଙ୍କର ଟେଣୁକୁ ଫେରିବା ପରେ ଅଭିଯୁକ୍ତମାନେ ମିଳିତ ଭାବରେ ଅଭିଯୋଗକାରୀଙ୍କୁ ଆକ୍ରମଣ କରିଥିଲେ ଏବଂ ଅଶ୍ଳୀଳ ଭାଷା ବ୍ୟବହାର କରିବା ସହିତ ତାଙ୍କୁ ଜୀବନରେ ହତ୍ୟା କରିବାକୁ ଧମକ ଦେଇଥିଲେ। ଫଳସ୍ୱରୂପ ସେ ଗୁରୁତର ଆହତ ହୋଇ ହସ୍ପିଟାଲରେ ଚିକିତ୍ସିତ ହୋଇଥିଲେ। ଏହି ମାମଲାର ତଦନ୍ତ କରି ଇନ୍ଫୋସିଟି ଥାନା ପୋଲିସ ଅଭିଯୁକ୍ତମାନଙ୍କୁ ଗିରଫ କରି ଥାନାକୁ ଆଣିଥିଲେ। ପଚରାଉଚରା ବେଳେ ଅଭିଯୁକ୍ତମାନେ ସେମାନଙ୍କର ଅପରାଧ ସ୍ୱୀକାର କରିଥିଲେ। ବର୍ତ୍ତମାନ ମାମଲାର ଅଧିକ ତଦନ୍ତ ଚାଲୁ ରହିଛି। ବ୍ୟୁରୋ ରିପୋର୍ଟ, ଏକାମ୍ର ନ୍ୟୁଜ୍ ଏଜେନ୍ସି।